କୁଆଡ଼େ ଯାଇଥିଲ ତମେ? ପଚାରୁଛି ପରା କୁଆଡ଼େ ଯାଇଥିଲ ତମେ? ଭାଇର ଆକ୍ସିଡେଣ୍ଟ ହେଇଯାଇଛି। ହସ୍ପିଟାଲ ଯାଇଥିଲି। କାହାକୁ ପଚାରି ଯାଇଥିଲ? ଏ କଥା ପଚାରିବାକୁ ତମେ କିଏ? ମୁଁ ପଚାରୁଛି ଏ କଥା ପଚାରିବାକୁ ତମେ କିଏ? ଦେଖୁଛ ସେ କେମିତି ମୁହଁ ଉପରେ ଟାଣି ଟାଣି କଥାବାର୍ତ୍ତା କରୁଛି। ମୁଁ ଏମିତି ଭାବୁଛି ସେ ଘରର ମାଲିକାଣୀ। ମାଲିକାଣୀ ଚାକରାଣୀ କଥା ପଡ଼ିନି। ପଡ଼ିଆର କଥା ପଡ଼ିଛି। ବହୁ ବହୁତ କଥା କହୁଛ। ତମେ ଜଣେ ମଣିଷ, ତମ ପାଖରେ ବି ମଣିଷ ପୁଣିଆ ଥିବ। ହେଲେ ମୁଁ କହିପାରିବ ତମେ ଯାହାକୁ ଦେଖା କରିବାକୁ ଯାଇଥିଲ ସେ ଜଣେ ମଣିଷ ନା ଅମଣିଷ? ସେ ମୋ ବଡ଼ ଭାଇ ବାବୁ। ଛୋଟରୁ ବଡ଼ କରିଛି ସେ। ଆଳି ପଛେ ମଣିଷ କରିଛି ସେ। ରାବଣର ବି ଭାଇ ଥିଲା, ରାବଣର ବି ଭଉଣୀ ଥିଲା, ରାବଣର ପରିବାର ଥିଲା। ହେଲେ କହିପାରିବ ବୋଉ ଏ ରାବଣ ପାଇଁ ଏ ସମାଜରେ କେତେଟା ମନ୍ଦିର ତିଆରି ହେଇଛି? ଉତ୍ତର ଦିଅ, ମୋ ପ୍ରଶ୍ନର ଉତ୍ତର ଦିଅ। ଚୁପ୍ ରହିଲ କାହିଁକି? ତମେ ଭୁଲି ଯାଉଛ ତମେ କାହା ସାମ୍ନାରେ ଠିଆ ହେଇଛ? ଆଜିକାଲି ତ ମାଡ଼ ମାରୁଛି। ଆଉ ଯଦି ତୁ ମୋ ଭାଇ ପଦେ କଥା କହିବୁ ତୋ ଜିଭଟାକୁ ଟାଣି ଆଣିକି ତୋ ହାତରେ ଧରି ବୁଝିଲ? ହଉ ତମେ ତମ ସୀମା ଅତିକ୍ରମ କରୁଛ। ତମେ ଭୁଲି ଯାଉଛ ଯେ ତମେ ଆଶୁତୋଷ ମହାପାତ୍ର ସାମ୍ନାରେ ଠିଆ ହେଇଛ। ୟାର ପରିଣାମ କଣ ହବ ତମେ ଜାଣିଛ? କଣ କରିବେ? ତାହେଲେ କୁହନ୍ତୁ କଣ କରିବେ? ମାଡ଼ ମାରିବେ? ମତେ ବାହାର କରିଦେବେ? ଆରେ କରୁନାହାନ୍ତି। କୋଉ ସୁଖରେ ମତେ ଦେଇଦେଲେ। କୋଉ ଖୁସିରେ ଅଛି। ଆପଣଙ୍କ ଦୟାରେ ଗୋଟେ ଖାଉଛି ଆଉ ଏଠି ପଡ଼ିକି ରହିଛି। ଆପଣ ମତେ ଘର ବାହାର କରିଦେବା ଦରକାର ନାହିଁ। ମୋର ନିଜେ ଘର ଛାଡ଼ି ଚାଲିଯିବି। ଯାହାକୁ ସ୍ୱାମୀ ବୋଲି ଭାବିଥିଲି ସିଏ ତ ମୋ ସ୍ୱାମୀ ହେଲେ। ଆଉ ଯାହା ହାତ ଧରିକି ସ୍ୱାମୀ ବୋଲି ଭାବିକି ଆସିଥିଲି ମୁଁ ତାଙ୍କ ସ୍ତ୍ରୀ ନୁହେଁ। କାହିଁକି ମିଛ ସଂସାରରେ ମୁଁ ବାନ୍ଧିକି ରହିବି? ମୁଁ ନିଜେ ଘର ଛାଡ଼ି ଚାଲିଯିବି। କିନ୍ତୁ ଏ ଘର ଛାଡ଼ି ଯିବା ପୂର୍ବରୁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିକି ଯିବି। ଭାଇ ସହିତ ଆପଣଙ୍କର କି ଶତ୍ରୁତା ଅଛି ଭାଇ? କୁହନ୍ତୁ। ତମର ଏତେ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହଁ। ଏତେ ଥର ତ କୁହାଗଲା। ଆଉ କେତେ ଥର କୁହାଯିବ? ଏଇ ପାଟିଟା ବନ୍ଦ କର। କିଛି ପଚାରିନି। ବଡ଼ ଭାଇ କୁହନ୍ତୁ ବଡ଼ ଭାଇ। ମୋ ଭାଇ ସହିତ ଆପଣଙ୍କର କି ଶତ୍ରୁତା ଅଛି? ହାରି ଯିବାର ଡର ନା ଗୀତା ଭାଉଜ ହରେଇବାର ଲାଞ୍ଚନା? କୁହନ୍ତୁ ଆପଣ ଯଦି ଗୀତା ଭାଉଜ ଭଲ ପାଉଥିଲେ ଆଉ ଗୀତା ଭାଉଜ ଆପଣଙ୍କୁ ଭଲ ପାଉଥିଲେ ତାହେଲେ ଗୀତା ଭାଉଜ ଆପଣଙ୍କୁ ନ ପାଇ ମୋ ପାଇଁ କାହିଁ ବାହାରିଲା? ଚୁପ୍ କର। ମୁଁ ତମର କୌଣସି ପ୍ରଶ୍ନର ଉତ୍ତର ବାଧ୍ୟ ନୁହଁ। ଆପଣ ଉତ୍ତର ଦେବାକୁ ବାଧ୍ୟ ବଡ଼ ଭାଇ। ସେ ନାରୀ ସବୁବେଳେ ତା ସୁରକ୍ଷିତ ଖୋଜେ। ଆଉ ଯୋଉଠି ସେ ସୁରକ୍ଷିତ ମନେ କରେ ସେଇଠି ବସା ବାନ୍ଧେ।
ଆପଣ ସୁରକ୍ଷା ଦେବାକୁ ଅଯୋଗ୍ୟ ଥିଲେ ନା? କୁହନ୍ତୁ କୁହନ୍ତୁ ବଡ଼ ଭାଇ, ଆପଣ ସୁରକ୍ଷା ଦେବାକୁ ଅଯୋଗ୍ୟ ନା? ବୋହୂ, ତମେ ତମର ସୀମା ଅତିକ୍ରମ କରି ଯାଉଛ। ତମେ ଭୁଲି ଯାଇଛ ତମେ କାହା ସାମ୍ନାରେ ଠିଆ ହେଇଛ। ସେଦିନ ବି ଭୁଲି ଯାଇଥିଲି, ଦେବୀତୋଷ ମିଶ୍ର ମୋର ବଡ଼ ଭାଇ ନୁହେଁ, ସେ ମୋ ବାପା। ଆପଣମାନଙ୍କର ମହତ ପଡ଼ିଆ, ଆପଣମାନଙ୍କ ବଡ଼ ପଡ଼ିଆ ମୋତେ ସେଦିନ ପାଗଳି କରିଦେଇଥିଲା। ଯୋଉଥିପାଇଁ ମୋ ଦେବତା ଭଳିଆ ଭାଇକି ମୁଁ ମୁକ୍ତି ଗଲି। ଆଉ ଆଜି ମୁଁ ଭାବୁଛି ମୁଁ ସେଦିନ କେତେ ବଡ଼ ଭୁଲ କରିଦେଇଥିଲି। ମୁଁ ଭାବିଥିଲି ଆପଣ ତ ସାକ୍ଷାତ ଭଗବାନ, କିନ୍ତୁ ଆଜି ଭାବୁଛି ଆପଣ ତ ଭଗବାନ ନୁହେଁ, ଆପଣ ରାକ୍ଷସ। ଆପଣ ଏତେ ପଥର ପାଲଟି ଗଲେ। ଶେଷ ମୋ ଭାଇଟାକୁ ମାରିବା ପାଇଁ ଆପଣ ଗାଡ଼ି ଚଢ଼େଇଦେଲେ। ଆରେ ବୋହୂ, ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ମୁଁ ତମ ଭାଇକୁ ଆକ୍ସିଡେଣ୍ଟ କରିନି, ବରଂ ତମ ଭାଇ ଆସି ମୋ ଗାଡ଼ି ଦେହରେ ବାଡ଼େଇ ହେଇଗଲେ। ଠିକ ଅଛି, ଆପଣ ତ ଗାଡ଼ି ଧରି ତାକୁ ମେଡିକାଲ ନେଇ ପାରିଥାନ୍ତେ ନା? ଆରେ ଭାଇ, ବୁଝିବାକୁ ଚେଷ୍ଟା କର ବୋହୂ। ସେଠି ଏତେ ଲୋକଙ୍କ ଭିଡ଼ ଥିଲା ଯେ ଗାଡ଼ିରୁ ଓହ୍ଲେଇବା ବି ସମ୍ଭବ ନଥିଲା। ଯଦି ମୋ ଭାଇ ଆପଣଙ୍କ ଭାଇ ହେଇଥାନ୍ତା, କଣ କରିଥାନ୍ତେ? ଜବାବ ଦିଅନ୍ତୁ, ଜବାବ ଦିଅନ୍ତୁ, ଜବାବ ଦିଅନ୍ତୁ, ଜବାବ ଦିଅନ୍ତୁ।